ভাই ঘেনন্তু মো নিবেদন হৃদু চিন্তাতে জন্তু আপন দেখ পঞ্চবটি কেড়ে মনোহর চাহু চাহু কটি জীব দিন হে ঠাকুর চাহু চাহু কটি জীব দিন দণ্ডে অপেক্ষা করন্তু মোতে চালিলি মুনি ঘঞ্চব নস্তে হাতি ভঙ্গা কাঠ আনিবি বহন কুটির করিবা ইচ্ছা মতে ঠাকুর কুটির করিবা ইচ্ছা মতে দিনে শনিশ্চର ମଣ୍ଡଳକୁ ଜିଣିବାକୁ ଯାଇଥିଲେ ରାଜା ଦଶରଥ ଚଢି ଦିବ୍ୟ ରଥ ସେ କାଳେ ଶନିଙ୍କର କୋପ ଦୃଷ୍ଟି ପଡନ୍ତେ ରଥର ଉପରେ ରଥର ରଜୁ ଗଲା ପଡି ତେଣୁ ଅଶ୍ଵ ଗଲେ ଫିଟି ତାହାପରେ ରଥ ସହ ବିଜେ ରାଜା ଦଶରଥ ଖସି ପଡିଲେ ତଳକୁ ଦେଖି ସେହି ଦୁର୍ଘଟଣା ମହି ଶୂନ୍ୟ ମାର୍ଗେ ଗଲି ଉଡି ଉଡି ବିସ୍ତାରିଣ ଡେଣା ବଞ୍ଚି ଗଲେ ସେହି ତାହାପରେ ଅତି ଆନନ୍ଦରେ ମୈତ୍ର ବସିଲେ ମୋ ସଙ୍ଗେ ହଜାମେ ନାହାନ୍ତି ସେ ଆଜି ତେଣୁ ମର୍ମାହତ ମୁଇଁ ଆରେ ପୁତ୍ର ଥରେ ବକ୍ଷକୁ ମୋର ପିତା ପିତା ଡାକି ଏହି ଲଙ୍କା ସିଂହାସନ ଛୁଇଁ କରୁଛି ଶପଥ ସୀତା ସହ ଯେବେ ରାମ ମାଗେ ଏହି ସୁବର୍ଣ୍ଣ କଟକ ତେବେ ଅକୁଣ୍ଠିତେ କରିବି ପ୍ରଦାନ କିନ୍ତୁ ତୋତେ ଛାଡ଼ି ନ ପାରିବି ରହି କରିଲେ ବିଳମ୍ବ ଚାହୁଁ ଚାହୁଁ ଉଡ଼ିଯିବ ମୋର ପ୍ରାଣ ବାୟୁ ଇନ୍ଦ୍ରଜିତ ତୁ କେଉଁଠି ବାବା ମୁଁ ତୋର ସେଇ ହତଭାଗା ପିତା ବିଂଶ ବାହୁ ଡାକୁଛି ବାବା ମୋ ବକ୍ଷକୁ ନା ନା ମୁଁ ଏ କଣ ଭାବୁଛି ମୁଁ ଧୈର୍ଯ୍ୟ ହରା ହୋଇନି ମୁଁ ଭୀତସ୍ତସ୍ତ ହୋଇନି ମୁଁ ଛିର୍ଣ୍ଣ ଛତ୍ର ହୋଇନି ମୁଁ ସେଇ ପୂର୍ବ ତ୍ରିପୁର ବିଜୟୀ ବିଂଶ ବାହୁ ରାବଣ ତାପରେ କରିଛି ମୁଁ ପଣ ମାରିବି ନିଶ୍ଚୟ ଶ୍ରୀରାମ ଲକ୍ଷ୍ମଣ ଚିନ୍ତା ନାହିଁ ଲକ୍ଷ ଲକ୍ଷ ପୁତ୍ର ନାତି ଯାନ୍ତୁ ଯମ ଆଳେ ସ୍ୱର୍ଣ୍ଣ ଲଙ୍କା ଶ୍ମଶାନରେ ହେଉ ପରିଣତ ଦାନବ ରକ୍ତରେ ସମୁଦ୍ରର ଜଳ ହୋଇଯାଉ ଲୋହିତ ବର୍ଣ୍ଣ ତଥାପି ଅଟଳ ମୋ ବାକ୍ୟ ପିଣ୍ଡରେ ଥିବା ଯାଏ ବିନ୍ଦୁ ମାତ୍ର ରକ୍ତ କରିବି ସଂଗ୍ରାମ ଶ୍ରୀରାମ ବିପକ୍ଷେ ଦୂତ ଯାଅ ଶୀଘ୍ର ଦୂତ ଆଣ ମୋ କୃପାଣ ହାଣିବି ମୁଁ ବିଭୀଷଣ ପୁତ୍ର ହନ୍ତା ଯାଅ ଶୀଘ୍ର ଦୂତ ଆଣେ ମୋ କୃପାଣ ହାଣିବି ମୁଁ ବିଭୀଷଣ ଭାତୃ ହନ୍ତା ସେହି ଜାଣିଲି ନିର୍ଦ୍ଦନ୍ଦେ ନିର୍ଦ୍ଦୋଷୀ ରାମ ଲକ୍ଷ୍ମଣ। ମୋ ନାଁ ଅମିତ କୁମାର ପ୍ରଧାନ ଝାରପଡ଼ା। କଣ କହିବେ ଆପଣ ଲକ୍ଷ୍ମଣ ଭୂମିକାରେ ଅଭିନୟ କରନ୍ତି ପ୍ରଭୁ ଶ୍ରୀରାମଙ୍କର ଭ୍ରାତା ସାଜିଛନ୍ତି ସାନ ଭାଇ ଯିଏକି ନିଷ୍ଠାର ସହିତ ପ୍ରଭୁଙ୍କର ସେବା କରୁଛନ୍ତି କେମିତିକା ମନୋବୃତ୍ତି ଥିଲା ଆଉ ପ୍ରଭୁଙ୍କ ପ୍ରତି ଏଇ ଯୋଉ ମନୋଭାବ ଆପଣ ଏଇ କଳି ଯୁଗରେ କେମିତି ଅନୁଭବ କରୁଛନ୍ତି? ଲକ୍ଷ୍ମଣ ତ ଆଜ୍ଞା ଶେଷନାଗଙ୍କର ଅବତାର ଯିଏକି ନାରାୟଣଙ୍କ ଅନନ୍ତ ଶୟନରେ ଯଦି ଶେଷନାଗ ଅଛନ୍ତି ତାଙ୍କର ଅବତାର ତ ସଦା ସର୍ବଦା ଲକ୍ଷ୍ମଣଙ୍କର ରାମଙ୍କର ଚରଣରେ ସଦା ସର୍ବଦା ତାଙ୍କର ସବୁବେଳେ କାର୍ଯ୍ୟ କରନ୍ତି
ଆଉ ସେ ଭୂମିକାରେ ମୁଁ ଅଭିନୟ କରି ମୁଁ ନିଜକୁ ବହୁତ ଗୌରବାନ୍ୱିତ ମନେ କରୁଛି। ଆଉ ଯେହେତୁ ଶ୍ରୀରାମଚନ୍ଦ୍ରଙ୍କର ଅନୁଷ୍ଠାନ 38 ବର୍ଷ ହେଲାଣି ଚାଲି ଆସୁଛି, ମୁଁ 25 ବର୍ଷ ହେଲାଣି ଅନୁଷ୍ଠାନରେ ଲକ୍ଷ୍ମଣ ରୋଲ ଭୂମିକାରେ ରୋଲ କରି ଆସୁଛି। ସମସ୍ତଙ୍କୁ ସବୁ ପ୍ରକାର ଭୂମିକା ମିଳିଥାଏ, କିନ୍ତୁ ପ୍ରଭୁ ଶ୍ରୀରାମଙ୍କର ଭ୍ରାତା ଯେ ଭାଇ ହବା ଗୋଟେ ସୌଭାଗ୍ୟ। ଆପଣ ଅଭିନୟ ମାଧ୍ୟମରେ ହଉ ପଛେ କିନ୍ତୁ ଭାଇ ସାଜନ୍ତି, ସେଇ ଯୋଉ ଭାଇର ଭକ୍ତ ଦେଖାନ୍ତି କଣ ରହିଛି, କେମିତି ଆପଣ ଇଏ କରନ୍ତି, ଆଉ କେମିତି ଅନୁଭବ କରନ୍ତି ଯେ ନାଇଁ ମୁଁ ଗୋଟେ ଭାଇ ହେଇକି ମତେ ଭଲ ଲାଗୁଛି, କେମିତି ଅନୁଭବ କରନ୍ତି ପ୍ରଭୁ ଶ୍ରୀରାମଙ୍କ ସାଙ୍ଗରେ 14 ବର୍ଷ ବନବାସ କାଟି? ଇଏ ତ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଆଶୀର୍ବାଦରୁ ମୁଁ ଏ ରୋଲଟି ପାଇଛି, ତ ଏ ରୋଲ ଅନୁଭୂତି ଅତୁଳନୀୟ। ରୋଲଟିକି କରିବା ବେଳେ ମୁଁ ବହୁତ ନିଜକୁ ଗୌରବାନ୍ୱିତ ମନେ କରିଛି। ଆଉ ସେ ସମୟରେ ଯେଉଁ ଠାକୁରଙ୍କର ସ୍ପିରିଟ୍ ଆସେ, ସେ ଷ୍ଟେଜ ଉପରେ ସେ ଗୋଟେ ଅଲଗାର ଅନୁଭୂତି ଆସେ, ଯିଏକି ଯିଏ ଅନୁଭବ କରିଥିବ ସେ ହିଁ ଜାଣିପାରିବ ଯେ ଷ୍ଟେଜ ଉପରେ ତାର ଗୋଟେ ଅଲଗା ସ୍ପିରିଟ୍ ଆସେ। ସେଇ ଭାବ ନେଇକି ଶ୍ରୀରାମଚନ୍ଦ୍ରଙ୍କର କଥାକୁ ମନରେ ରଖିକି ଏଇ ଅଭିନୟତକୁ ଆମେ କରୁ। ଯଦି କହିବା ପ୍ରଭୁ ଶ୍ରୀରାମଙ୍କ ପାଇଁ ପଦେ ଯଦି ଗୀତ ଗାଇପାରିବେ ଦର୍ଶକମାନେ ଭାଇ ଘେନନ୍ତୁ ମୋ ନିବେଦନ, ହୃଦୁ ଚିନ୍ତାতে জন্তু আপন, দেখ পঞ্চবটি কেড়ে মনোহর, চাহু চাহু কটি জীব দিন হে ঠাকুর, চাহু চাহু কটি জীব দিন, দণ্ডে অপেক্ষা করন্তু মোতে, চালিলি মুনি ঘঞ্চব নস্তে, হাতি ভঙ্গা কাঠ আনিবি বহন, কুটির করিবা ইচ্ছা মতে ঠাকুর, কুটির করিবা ইচ্ছা মতে। ଗାଇଲା ବେଳକୁ ଆଖି ଚଳଚଳ ହେଇଗଲା। ମୁଁ ଏଇଟା ତ ଆଜ୍ଞା ଗୀତ ସବୁ ସେଇଭଳିଆ ଲେଖା ହେଇଛି, ଯୋଉଟା କି ହୃଦୟ ସ୍ପର୍ଶୀ ଗୀତ। ସବୁ ଗୀତ ଆଜ୍ଞା ରାମଲୀଳାରେ ସବୁ ଗୀତ, ସମସ୍ତଙ୍କ ଗୀତ ପ୍ରାୟ ହୃଦୟ ସ୍ପର୍ଶୀ ଗୀତ ସବୁ। ନିଶ୍ଚିତ ଆପଣ ଦେଖିଲେ ଗୀତ ଡାଇଲଗ ସବୁ ନିଶ୍ଚିତ ଆପଣଙ୍କୁ ରୁମ ଟାଙ୍କିରେ ଉଠିବ, ଆଉ ମନୋରମ ଯେତିକି ହୃଦୟ ବିଦାରକୁ ବି ସେତିକି, ଆଉ ବହୁତ ଭଲ ଲାଗିବ। ଗୀତ ଡାଇଲଗ ସବୁ ଆଜ୍ଞା ଆପଣଙ୍କର ବହୁତ ବଢିଆ ଅଛି। ଆମେ ସାଧାରଣତଃ ଦୁଇ ପ୍ରକାର ଭକ୍ତ ଦେଖୁଛୁ, କିଛି ଅଛନ୍ତି ଆପଣ ଆଜ୍ଞା ମୁଣ୍ଡରେ ରାମଙ୍କ କପଡ଼ା ବାନ୍ଧିକିରି ପତାକା ଧରିକିନି ଭଲ ଭଲ ଗାଡ଼ିରେ ରାସ୍ତାରେ ବୁଲୁଛନ୍ତି, ଆଉ ଆପଣମାନେ ଏଠି ସେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି, କ'ଣ କହିବେ ଆଜ୍ଞା? ଆଜ୍ଞା ଏଇଟା ତ ଆମେ 38 ବର୍ଷ ହେଲାଣି, ଯେହେତୁ ଆମ ବାପା ମାନେ କରୁଥିଲେ, ଆମେ ତାଙ୍କ ପୁତୁରା ଏମିତି କରୁଛୁ। ଯେହେତୁ ଗୋଟେ ଅନୁଷ୍ଠାନ ଆମ ବାପା ମାନେ ରାସ୍ତା ଦେଖେଇଛନ୍ତି ଯେ ଏଇ ଅନୁଷ୍ଠାନରେ ରହି ସାଂସ୍କୃତିକ କାର୍ଯ୍ୟକ୍ରମ କେମିତି କରାଯାଏ, ସେ ବିଷୟରେ ଆମେ ଏଇଠି ଅବଗତ ଅଛୁ। ଆଉ ତାଙ୍କରି ମାର୍ଗଦର୍ଶକରେ ଆମେ ଏଇ କାର୍ଯ୍ୟ କରିଚାଲିଛୁ। ଆଉ ଯେହେତୁ ବର୍ତ୍ତମାନ ଯେଉଁମାନେ ଗାଡ଼ିରେ ପତାକା ଲଗେଇ ବୁଲୁଛନ୍ତି, ସେମାନେ ଗୋଟେ ଦିନ ପାଇଁ କି ଇଏ କରୁଛନ୍ତି। ଯେହେତୁ ଆମେ ଧର୍ମ ଅନୁଷ୍ଠାନରେ ରହିଛୁ, ନିଜକୁ ବ୍ରତୀ ପାଳନ କରିକି ଆମେ ଅନୁଷ୍ଠାନରେ କାର୍ଯ୍ୟ କରୁଛୁ। ମୁଁ ସୁରେଶ କୁମାର ଜେନା, ଏଇ ଝାରପଡ଼ା ଗ୍ରାମ, ଆଉ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ଶ୍ରୀରାମ ଲୀଳା ପ୍ରଚାର ସମିତିର ଛୋଟିଆ କଳାକାରଟିଏ। କ'ଣ ଅଭିନୟ କରୁଛନ୍ତି? ମୁଁ ତ ଅଭିନୟ କରେ ମୈଦୈତ୍ୟ, ଧୀବର, ଜଟାୟୁ, ମନ୍ଥରା, କାଳନେମୀ, ଦୁର୍ମାକ୍ଷ, ବୁଣିବିଶା, ସିଂହିକା, ମାୟା ହନୁମାନ, ବରୁଣ, ଏଇସବୁ ଅଭିନୟ କରେ। ମାନେ କେମିତି ପ୍ରଭୁ ଶ୍ରୀରାମଙ୍କର ସେବା କରୁଛନ୍ତି, ପ୍ରଭୁଙ୍କ କାମରେ ନିୟୋଜିତ ଅଛନ୍ତି, କେମିତି ନିଜକୁ ଅନୁଭବ କରୁଛନ୍ତି? ଶୁଣନ୍ତୁ, ଆମ ଗାଁ ହେଉଛି ଝାରପଡ଼ା ଗାଁ, ଏଭଳି ଗାଁ ଗୋଟେ କଳାର କୋଣାର୍କ କହିଲେ କିଛି ତ୍ରୁଟି ହେବ ନାହିଁ। ପ୍ରତ୍ୟେକ ଘରେ ଆମର କଳାକାର ଅଛନ୍ତି, ପ୍ରତ୍ୟେକ ଘରେ ଅଛନ୍ତି। ଆଜି ବି ଆମ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ଦେବ ଶ୍ରୀରାମ ଲୀଳା ପ୍ରଚାର ସମିତିରେ ସମସ୍ତ ଗ୍ରାମ ପିଲା ମିଳିତରେ ଆମେ ଦୀର୍ଘ 38 ବର୍ଷ ହେଲାଣି ଆମର ଅନୁଷ୍ଠାନ ଚାଲି ଆସିଛି। କିନ୍ତୁ ଏତିକି ଆମେ ମନକୁ ଗର୍ବ କରୁ ଯେ ଆମ କଳା, ଆମ ସଂସ୍କୃତି ଆମେ ବଞ୍ଚେଇ ରଖିଛୁ, ଆଗକୁ ବି ବଞ୍ଚେଇ ରଖିବୁ। ଆଉ ରାମ ନାମଙ୍କ ପ୍ରଚାର ପ୍ରସାର ଆଗକୁ କରିଚାଲିବୁ। ଯଦି କହିବା ରାଜଧାନୀର ଛାତି ଉପରେ ଆପଣ କଳା ସଂସ୍କୃତି ପ୍ରଭୁ ଶ୍ରୀରାମଙ୍କର ଗାଥା ଆଜି ବି ବଜେଇ ରଖିଛନ୍ତି,
କେବେ କଷ୍ଟଦାୟକ ହୁଏନି ଏସବୁ ଜିନିଷ କରିବା, ଲୋକଙ୍କୁ ଏତେ ଖାଇବାକୁ ଦେବା? ଆଜ୍ଞା କଷ୍ଟ ହୁଏ, କିନ୍ତୁ ଏଇ ଯୋଉ ଭକ୍ତଙ୍କ ମାହୋଲ ଦେଖିକି, ପ୍ରଭୁଙ୍କ ରାମଚନ୍ଦ୍ରଙ୍କ ମାହୋଲ ଦେଖିକି ଆଉ ରାମଚନ୍ଦ୍ରଙ୍କ ଭକ୍ତଙ୍କ ମାହୋଲ ଦେଖିକି ଏ କଷ୍ଟ ଦୁଃଖ ସବୁ ଦେହରୁ ଦୂରେଇ ଯାଏ ଆଉ ବହୁତ ଆନନ୍ଦ ଲାଗେ। ଯଦି କହିବା ଆପଣଙ୍କ ପସନ୍ଦର ଗୋଟେ ଡାଇଲଗ ଦର୍ଶକ ମାନଙ୍କୁ ଶୁଣିବାକୁ ଚାହିଁବେ? ମୁଁ ଜଟାୟୁ ଡାଇଲଗ ଅଛି ଯେ ରାମଚନ୍ଦ୍ରଙ୍କ ପାଖରେ ଯେତେବେଳେ ଜଟାୟୁ ଭେଟ ହେଉଛନ୍ତି, ରାମଚନ୍ଦ୍ରଙ୍କୁ ଜଟାୟୁ ତାଙ୍କ ପରିଚୟ ଦେଉଛନ୍ତି। ଡାଇଲଗଟି ହେଉଛି, ଦିନେ ଶନିଶ୍ଚର ମଣ୍ଡଳକୁ ଜିଣିବାକୁ ଯାଇଥିଲେ ରାଜା ଦଶରଥ, ଚଢି ଦିବ୍ୟ ରଥ। ସେ କାଳେ ଶନିଙ୍କର କୋପ ଦୃଷ୍ଟି ପଡନ୍ତେ ରଥର ଉପରେ, ରଥର ରଜୁ ଗଲା ପଡି, ତେଣୁ ଅଶ୍ଵ ଗଲେ ଫିଟି। ତାହାପରେ ରଥ ସହ ବିଜେ ରାଜା ଦଶରଥ ଖସି ପଡିଲେ ତଳକୁ। ଦେଖି ସେହି ଦୁର୍ଘଟଣା ମହି ଶୂନ୍ୟ ମାର୍ଗେ ଗଲି ଉଡି ଉଡି ବିସ୍ତାରିଣ ଡେଣା। ବଞ୍ଚିଗଲେ ସେହି। ତାହାପରେ ଅତି ଆନନ୍ଦରେ ମୈତ୍ର ବସିଲେ ମୋ ସଙ୍ଗେ। ହଜାମେ ନାହାନ୍ତି ସେ ଆଜି, ତେଣୁ ମର୍ମାହତ ମୁଇଁ। ଜୟ ଶ୍ରୀରାମ। ଏଇ ଯୋଉ ଅଭିନୟ କରନ୍ତି, ଏଇ ଅଭିନୟ କରୁ କରୁ କାନ୍ଦି ପକେଇଲେ, ସତରେ କେତେ ମାନେ ଭିତରକୁ, ମାନେ ହୃଦୟକୁ କେତେ କଷ୍ଟ କରେ? ଦେଖନ୍ତୁ, ମୁଁ କଳାରେ ଟିକେ ପ୍ରଭୁଙ୍କ ଭାବରେ ବିଭୋର ହେଇଯାଏ। ଆଉ ଯେତେବେଳେ ମୁଁ ଷ୍ଟେଜକୁ ଯୋଉ ଅଭିନୟରେ ଯାଏ, ମୁଁ ଭାବିନିଏ ଯେ ମୁଁ ସେଇ ଅଭିନୟ, ମୁଁ ସେ ଯୋଉ ଜଟାୟୁ ଅଭିନୟ କଲି ମୁଁ ଜଟାୟୁ ନିଜେ ଜଟାୟୁ। ମୁଁ ଯୋଉ ଅଭିନୟଟା କରେ ମୁଁ ଭାବିନେ ଯେ ମୁଁ ସୁରେଶ କୁମାର ଜେନା ନୁହଁ, ମୁଁ ଯୋଉ ଅଭିନୟ କରେ ମୁଁ ସେଇ ଅଭିନୟ। ଏଇ ଅଭିନୟ କଲା ପରେ କେମିତି ଆପଣ ଫିଲ୍ କରନ୍ତି ନିଜକୁ? କେମିତି ଏଇ ସମୟ କେମିତି ବାହାର କରନ୍ତି, ଅଭିନୟ ପାଇଁ ସମୟ କେମିତି ଦିଅନ୍ତି? ସମୟ ସବୁ କାମ ଧନ୍ଦା ସାରି ରାତି 10ଟା 11ଟା ହେଲେ ସମସ୍ତ କାମ ଧନ୍ଦା ସାରି ଆମେ ଆଖଡ଼ା ଘରେ ଏକାଠି ହଉ, ଏକାଠି ରିହର୍ସାଲ କରୁ। ରିହର୍ସାଲ କରିସାରିଲା ପରେ ଆମର କେମିତି ଆଗକୁ କାର୍ଯ୍ୟକ୍ରମ କେମିତି ବଢିବ, କେମିତି ଭଲରେ ଦର୍ଶକ ମାନେ ଆସିବେ, ଭଲରେ ଦର୍ଶନ କରିବେ ବା ଭଲରେ ରାମନୀଳାକୁ ଉପଭୋଗ କରିବେ, ସେଥିପାଇଁ ଆମେ ସଦାବେଳେ ମନ ଧ୍ୟାନ ଦେଇଥାଉ। ଆଉ ମୁଖ୍ୟ ଜିନିଷ, ଆମେ ସଦାବେଳେ ଆମ ଝାରପଡା ଗ୍ରାମବାସୀ, ସମସ୍ତ ଗ୍ରାମବାସୀ ଶାନ୍ତି ଶୃଙ୍ଖଳାରେ କିପରି ହବ ସମସ୍ତେ ଅଣ୍ଟା ଭିଡ଼ି କାର୍ଯ୍ୟ କରନ୍ତି। ଯଦି କହିବେ ଆପଣ ସୁନ୍ଦର ଗୀତ ଗାଆନ୍ତି, ମୋତେ ଗୀତ ଦର୍ଶକଙ୍କୁ ଶୁଣେଇବେ? ବର୍ତ୍ତମାନ ଗୀତଟା ମୁଁ ଶୁଣଉଛି, ଆମର ଯୋଉ ରାବଣର ଯାଇଛନ୍ତି ମୃତ୍ୟୁସର ପାଇଁ ଛଦ୍ମବେଶରେ ହନୁମାନ ଯାଇଛନ୍ତି, ସେ ମାୟା ହନୁମାନର ଗୀତ ମୁଁ ଗାଉଛି। জটা জুট শোভে মস্তকে হস্ত রে ধনুষর, ফুল বেশ সাজি অরণ্যে কিম্পা কর বিহার, শ্যামল গৌর বদন নিন্দা করে ভাস্কর, দেখি নাহি কেবে নয়নে রিকলে বর, কিবা স্বর্গপুরু আসিছ তুমে কেউ ঠাকুর, লুচি লুচি বুল অরণ্যে মৃগ গণ্ডা শিকার, যেবে হইথিব মানব কেউ দেশরে ঘর, নবনীଳ আগে কহিলে সন্দেহ হে বদূর। ଆପଣଙ୍କର ଏଇ ଯୋଉ ରାମଲୀଳା କରନ୍ତି, ସେଟା ବର୍ଷର କୋଉ ସମୟରେ ହୁଏ? ଯୋଉ ରାମଲୀଳା କରନ୍ତି ବର୍ଷର କୋଉ ସମୟରେ ହୁଏ? ସାଧାରଣ ଲୋକ ଦେଖିବା ପାଇଁ ଚାହିଁଲେ କେବେ ଆସିବ ଦେଖିବା ପାଇଁ? ଆମର ସାଧାରଣ ଲୋକ ଦେଖିବାକୁ ଚାହିଁଲେ ଆମର ରାମନବମୀ ଦିନ ଆମର ନବମୀ ମହୋତ୍ସବ ହୁଏ, ଯାହାକି ଏଠି 5000ରୁ 7000 ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦ ହୁଏ।
ଆଉ ନବମୀ ପରଦିନ ଠାରୁ ଆମେ ଆଗରୁ କରୁଥିଲୁ ଦୀର୍ଘ 28 ଦିନ 25 ଦିନ ଏଇ ଟାଇପ୍ର ହଉଥିଲା। ଆଜିକା ଇଏରେ ବର୍ତ୍ତମାନ ଆମର 15 ରାତି ଭିତରେ କରୁଛୁ। ନବମୀ ପରଠାରୁ 15 ରାତି। ଆଉ ସମୁଦ୍ର ମନ୍ଥନ ଠାରୁ ଏବେ ଏ ବର୍ଷ ଆସନ୍ତା କାଲି ଯାହା 7 ତାରିଖରେ ଏପ୍ରିଲ 7 ତାରିଖରେ ଆପଣଙ୍କୁ ଗୋଟେ ଭଲ ବିଷୟ ଦେଖିବାକୁ ମିଳେ। ସମୁଦ୍ର ମନ୍ଥନ କିପରି ଦେବଦାନବ କଳି ହେଇଥିଲା, ସମୁଦ୍ର ମନ୍ଥନ କିପରି ବହୁତ ବଢିଆ ଭଳି। ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ଦୁତିଶା ମାର୍ଥା, ଭୁବନେଶ୍ୱର ଝାରପଡ଼ା। ସ୍ୱପ୍ନେଶ୍ୱର ଦେବ ରାମଲୀଳା 50 ଝାରପଡ଼ା। 35 ବର୍ଷର ଅନୁଷ୍ଠାନ ଅନୁଷ୍ଠିତ ହେବା। ଆମର ଏ ବର୍ଷ ଝାରପଡ଼ା ଗ୍ରାମର 30ରୁ 35 ପିଲା ଭିତରେ ଆମର ପ୍ରଭୁ ରାମଚନ୍ଦ୍ରଙ୍କୁ ଅଭିନୟ କରିବା ପାଇଁ ଆଗେଇ ଆସିଛନ୍ତି। ସେଥିପାଇଁ ଆମେ ବହୁତ ଖୁସି। କଣ କହିବେ ଆପଣ? ଯଦି ଆମେ ଜାଣିଛୁ ଆପଣଙ୍କୁ, ଆପଣ ଗୋଟେ ଖଳନାୟକ ଭୂମିକା, ଯୋଉଟା ମୁଖ୍ୟ ଭୂମିକା ରାବଣ ଭୂମିକାରେ ଅଭିନୟ କରନ୍ତି, କେମିତି ଅଭିନୟ କରନ୍ତି ଆଉ କେମିତି କଣ ରୁହନ୍ତି ଦର୍ଶକଙ୍କୁ ଟିକେ ଜଣାଇବେ। ଅଭିନୟ ତ ପ୍ରଭୁ ରାମଚନ୍ଦ୍ରଙ୍କ ଅପାର କରୁଣାରୁ ମୋତେ ଅଭିନୟ କରିବାକୁ ମିଳୁଛି। ସେ ଅଭିନୟଟା ଯେତେବେଳେ ପେଣ୍ଡିଂ ହେଇଗଲା ପରେ, ଯେତେବେଳେ ସେ ରାବଣର ମ୍ୟୁଜିକ୍ ବାଜିଯାଏ, ସିଂହର ବଳ ଆସିଲା ଭଳିଆ ଶରୀରକୁ ପ୍ରବେଶ କରେ। ପ୍ରଭୁ ରାମଚନ୍ଦ୍ରଙ୍କ ଦୟାରୁ ସିଂହ ବଳ ଭଳିଆ ଆସେ ଶରୀର। ଯଦି କହିବା ରାତି ପାଇଲେ ପ୍ରଭୁ ଶ୍ରୀରାମଙ୍କ କାମରେ ନିୟୋଜିତ ହେବେ, କେମିତି ଅନୁଭବ କରୁଛନ୍ତି? ଆମେ ତ ଏବେଠୁ ପଳେଇ ଆସିଲୁଣୁ ଅଲରେଡି ଘରୁ ଭର୍ତ୍ତି ହେଇଗଲାଉ। ଏବେ ଆଉ ଘରକୁ ଯାଇପାରିବୁ ନାହିଁ। ଚେଷ୍ଟା କଲେ ବି ଯିଏ ବି ମାନେ ଘରୁ ଯଦି କିଏ ବହୁତ ଅସୁବିଧା ହେଇଗଲେ ବି ଆମେ ଯାଇପାରିବୁନି ଏ ଅନୁଷ୍ଠାନରେ। ଆପଣ ପ୍ରଭୁ ସବୁ ଶ୍ରୀରାମଙ୍କ ପାଇଁ ସବୁବେଳେ ପାଇଁ ଆପଣ ଉତ୍ସର୍ଗ କରିଛନ୍ତି ନିଜର ଇଏ। କିନ୍ତୁ ଯୋଉ ରାବଣ ମାଧ୍ୟମରେ ପ୍ରଭୁଙ୍କୁ ରାଗନ୍ତି କିମ୍ବା କଟୁ ବଚନ କୁହନ୍ତି, କେବେ ନିଜକୁ ଖରାପ ଲାଗେ ପଛରେ ଅଭିନୟ ସରିଲା ପରେ? ଯେତେବେଳେ ଆମେ ଭର୍ତ୍ତି ହେଲୁ, ଆମେ ନିଶ୍ଚିନ୍ତ ଆମର ସ୍ୱପ୍ନେଶ୍ୱର ଦେବ ଠାକୁରଙ୍କ ପାଖକୁ ଯାଉ ଏବଂ ଜଗନ୍ନାଥଙ୍କ ପାଖକୁ ଯାଉ, ଆମ ଗ୍ରାମ ଦେବତୀଙ୍କ ପାଖକୁ ଯାଉ। ସେଠି ମୁଣ୍ଡିଆ ମାରିକି ଆମେ କହୁଛୁ, ପ୍ରଭୁ ଆମେ ତମ ଅନୁଷ୍ଠାନରେ ଯୋଗ ଦେଲୁ, ଯାହା ଦୋଷ କ୍ଷମା କରିବ। ଯଦି କହିବା ଗୋଟେ ରାବଣର ଭୟାନକ ଡାଇଲଗ ସବୁବେଳେ ପାଇଁ ଗର୍ଜନ ପୂର୍ଣ୍ଣ ଥାଏ, ଆଉ ଆପଣ ସେଟା ଭଲରେ ବି କରନ୍ତି, ଦର୍ଶକ ମାନଙ୍କୁ ଶୁଣାଇବେ। ଯେତେବେଳେ ରାବଣର ପୁତ୍ର ଇନ୍ଦ୍ରଜିତ ମରିଯାଇଛି, ସେଇ ସମୟର କିଛି କଥା। ହରେ ପୁତ୍ର ଥରେ ବକ୍ଷକୁ ମୋର ପିତା ପିତା ଡାକି, ଏହି ଲଙ୍କା ସିଂହାସନ ଛୁଇଁ କରୁଛି ଶପଥ, ସୀତା ସହ ଯେବେ ରାମ ମାଗେ ଏହି ସୁବର୍ଣ୍ଣ କଟକ, ତେବେ ଅକୁଣ୍ଠିତେ କରିବି ପ୍ରଦାନ, କିନ୍ତୁ ତୋତେ ଛାଡ଼ି ନ ପାରିବି ରହି, କରିଲେ ବିଳମ୍ବ ଚାହୁଁ ଚାହୁଁ ଉଡ଼ିଯିବ ମୋର ପ୍ରାଣ ବାୟୁ। ଇନ୍ଦ୍ରଜିତ ଇନ୍ଦ୍ରଜିତ ତୁ କେଉଁଠି ବାବା, ମୁଁ ତୋର ସେଇ ହତଭାଗା ପିତା ବିଂଶ ବାହୁ ଡାକୁଛି ବାବା, ଆ ମୋ ବକ୍ଷକୁ। ନା ନା, ମୁଁ ଏ କଣ ଭାବୁଛି? ମୁଁ ଧୈର୍ଯ୍ୟ ହରା ହୋଇନି, ମୁଁ ଭୀତସ୍ତସ୍ତ ହୋଇନି, ମୁଁ ଛିର୍ଣ୍ଣ ଛତ୍ର ହୋଇନି। ମୁଁ ସେଇ ପୂର୍ବ ତ୍ରିପୁର ବିଜୟୀ ବିଂଶ ବାହୁ ରାବଣ। ତାପରେ କରିଛି ମୁଁ ପଣ, ମାରିବି ନିଶ୍ଚୟ ଶ୍ରୀରାମ ଲକ୍ଷ୍ମଣ। ଚିନ୍ତା ନାହିଁ, ଲକ୍ଷ ଲକ୍ଷ ପୁତ୍ର ନାତି ଯାନ୍ତୁ ଯମ ଆଳେ, ସ୍ୱର୍ଣ୍ଣ ଲଙ୍କା ଶ୍ମଶାନରେ ହେଉ ପରିଣତ, ଦାନବ ରକ୍ତରେ ସମୁଦ୍ରର ଜଳ ହୋଇଯାଉ ଲୋହିତ ବର୍ଣ୍ଣ, ତଥାପି ଅଟଳ ମୋ ବାକ୍ୟ, ପିଣ୍ଡରେ ଥିବା ଯାଏ ବିନ୍ଦୁ ମାତ୍ର ରକ୍ତ, କରିବି ସଂଗ୍ରାମ ଶ୍ରୀରାମ ବିପକ୍ଷେ। ଦୂତ ଯାଅ ଶୀଘ୍ର, ଦୂତ ଆଣ ମୋ କୃପାଣ, ହାଣିବି ମୁଁ ବିଭୀଷଣ ପୁତ୍ର ହନ୍ତା। ଯାଅ ଶୀଘ୍ର ଦୂତ ଆଣେ ମୋ କୃପାଣ, ହାଣିବି ମୁଁ ବିଭୀଷଣ ଭାତୃ ହନ୍ତା, ସେହି ଜାଣିଲି ନିର୍ଦ୍ଦୋଷୀ ରାମ ଲକ୍ଷ୍ମଣ।